କହିଛି ନା ବେଶୀ ହେଇନି ପୁରା ଧାଡକୁ ବେଳେ ଜାଣିପାରିବନି କୋଉଟା ବାଟ ଯାଇ ତଳେ ଦୁଲକିନା ପଡିବ। ସେଇଠି ଜମା 4-5ଟା ହେଇଛି ମାନେ ଛାତ ସାରା ଫାଳେ ଛାତ ମାଡ଼ିଛି। ବିକ୍ରି ଖାଇବାକୁ ଇଏ ନାଇଁ ଭଲ ହେଇଛି କିନ୍ତୁ ନା ହେଇନି ସିମ ହେଇନି ଭଲ। ଆମ ପୋଇର ଖରାପ ହେଇଗଲା ରୁଗୁଡିଆ ହେଇଗଲା। କଡେଇଟା ବା ମୁଁ ଛାତକୁ ପଳେଇକି ଏକର ଯାଇକି ସେକରକୁ ପଳେଇବ ସିମ ଏପଟକୁ ଯାଇକି ସେପଟକୁ ପଳେଇବ। କିଏ ମାଇଁ ଇଏ ସରିଗଲାଣି ଇଏ ଆଉ ଭଲ ଲାଗିବନି ଖାଇବାକୁ ପାକଳ ହେଇଗଲାଣି। ହଁ ସେ ଭଣ୍ଡାଟା ଆଉ ପାରି ହବନି କଦଳୀ ଭଣ୍ଡାଟା ସେ ଏତେ କନ୍ଧିରେ ହେଇଛି କେମିତି ପାରିବ। ଏଠି ଗୋଟେ ନୂଆ ହେଇଛି ତାର ଆଙ୍କୁଶି କରିକି କାଟିବ ଯଦି ହବ ସାଡେ ବିଲେଇ ଖାଇଦବ ନହେଲେ ଆମ ଖାଦ୍ୟ। ସବୁ ଛାତ ଉପରେ ଆଜି ଆମେ ଖାଇବୁ ଛାତ ଉପରେ। ଡୁଡୁ ଖାଇବୁ ଶାଗ ତରକାରୀ ମୁଗ ଡାଲି ବଢି ଆଳୁ ଚକଟା ହବ ଖଟା କୋଉଟା ମୋର ଯୋଉଟା ନିଅ ଖାଇ ଚାଲ। ଧଣିଆ ପତ୍ର ନା ମୁଁ ଆଉ ଯାଇନି ବାଡିକି ଶାଗ ଥଣ୍ଡା ହେଇଯିବ। କଡ଼େଇ ହାଣ୍ଡି ଟେକି ଆଣିଛୁ ଆମେ ଛାତ ଉପରକୁ। ଆମର ଏତେ ନିଶା ଏଠି ଖରାରେ ବସି ଖାଇବା ନା ଥଣ୍ଡା ହଉଛି ଘର ଭିତରେ ତ ବହୁତ ଥଣ୍ଡା। ଦେଖନ୍ତୁ ଛାତ ଉପରେ ତ ଆମେ ସାଙ୍ଗ ହେଇକି ବସିକି ସମସ୍ତେ ଖାଉଛୁ ଆଉ ଛୁଆମାନେ ବି ଖାଇସାରିଲେଣି। ତାପରେ ଆମେ ଟିକେ ଶୀତ ଲାଗିଲା ବୋଲି ତଳେ ଛାତ ଉପରକୁ ପଳେଇ ଆସିଛୁ ଖାଇବା ପାଇଁକା। ଛାତ ଉପରେ ଖାଇବାର ମଜା ପୁରା ଅଲଗା ବଢ଼ିଆ ଲାଗୁଛି ଖରାରେ ବସି ଖାଇବା ପାଇଁକା। ପୁରା ମଜା ମସ୍ତି କରିକି କିନା ଖାଉଛୁ। ଆଉ ହାଣ୍ଡି ଡେକ୍ଚି କଢ଼େଇ ବି ଟେକି ଆଣିଥିଲୁ। ଆଉ ଏଠି ରାତିରେ ଆମର ନାନକୁ ଚଣା ମସଲା ନେଇ ଆସିଥିଲେ ଢାବାରୁ କିଣିକି ଏଠି ଆମେ ସମସ୍ତେ ଖାଉଛୁ।